बजा 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 मादल बजा महुरी बजा काहाली बजा नागरा बजा आसीती रे पहिली रज ग्रीष्म एवं पहुंची जाइए शेष पर्यायर चारिआडे असह्य गुड़गुड़ी खूब गरम नील आकाशटा ढांकबार लगी खंड खंड कलाहांडिया मेघ छाईमिशा खरा सांग को कोहला पाग आवरी बसी ओडिशार धरातल को बग कजलपाती भदभदलिया बाहरी पड़े खाद्य अन्वेषण में तारि भितर आसी रज पर्व तेज आसतु ओडिया संस्कृति अन्वेषण करवा यही पर्वर मादकता को। कृषि संस्कृतिर भूमि उत्कल एठी 12 मासरे पालित होता है 13 पर्व माटी पानी पवन को साथी करी आसी थाए एही पर्व मानक अनुक्रम एमानक मध्यरु रज पर्व को ही ओडिशार श्रेष्ठ पर्व भाव ग्रहण करा जाय थाए जहाँ खूब उत्साह और उद्दीपनार सह परिपालित होता है ओडिशार पुरपल्ली गलीकंदी आउ सहर बजार में कृषि और कृषकर भावावेग को पाथेय करी महकी उठे वसुंधरा आनंद उल्लासर जुआर छुटे प्रतिटी ओडिया घरे पण पण खुशी को देह मन रे साउंटी नेबा पई चलचंचल होई उठे ओडिया गणजीवन ओडिया घर कुआरी कन्याटीर देह मन रे लागि जाए भली की भली रंग घर कणर भुआसुणी बहुटी सभी अगोचर रे होई उठे आनमना बयस को अधा बाटर छाड़ी आसीथिबा प्रौढ़ महिलाटी मध्य घरर सकल जंजाल भितरे मने पकाइबाकु बाध्य हुए निजर तरुणी बयस को सभी को नहीं उत्सव मुखर होई उठे ओडिशार वातावरण सेइथिपाई तो रज पर्व ओडिया पुअर जातीय पर्व। रज पर्वर परिपालन पक्षरे सेपरी कौनसी धर्मीय भित्ति नहीं अच्छी प्रकृतिर निरजना पशुमाता प्रति सम्मानबोध और कृतज्ञता अमानिया प्रकृति प्रतिटी प्राण में भरी जाइए जीवनर सकल संभार प्रकृति को पासरी देव किए तेज आसतु उपलब्धि करवा केमिति प्रकृति राणी आम हाथ पाहांतारे थोई दे जाइछि एपरि एक पर्वर माहौल प्रकृतिर पुलक को साथी धरी धरा को आसी रज आद्य आषाढ़ पहली वर्षे माटी हुए रजस्वला आकाश में लुचकाड़ी खेले बिजुलीर चमक वज्रर कर्णफुटा नादरे चमकी पड़े प्राण चमक उठे सप्त धरणी से ही चमक ही
ଧରଣୀ ଛାତିରେ ସୃଷ୍ଟି କରେ ପୁଲକର ଜୁଆର। ଧରଣୀ ହୁଏ ଆନମନା, ତା ଦେହ ମନକୁ ଶିହରିତ କରେ ସୃଜନର ସ୍ୱପ୍ନ। ସେ ହୋଇ ଉଠେ ଉନ୍ମତ୍ତା ବହୁମୁଖୀ। କୋଟି ସନ୍ତାନର ମୁହଁରେ ଆହାର ମୁଠେ ଭରି ଦେବା ପାଇଁ ଯେତେବେଳେ ତାର ବ୍ୟଗ୍ରତା ମାନବୀୟତାର ଶେଷ ସୀମାକୁ ସ୍ପର୍ଶ କରେ, ସେତିକି ବେଳେ ସେ ମେଘ ସହ ରଚି ବସେ ପ୍ରଣୟ। ସେହି ପ୍ରଣୟ ହିଁ ପରିଣତିରେ ପୃଥିବୀକୁ କରେ ସବୁଜ ଆଉ ଶ୍ୟାମଳ। ଧନ ଧାନ୍ୟରେ ପୁରି ଉଠେ ପ୍ରତିଟି ଘର। କୃଷକ ପୁଅଟିର ମୁହଁରେ ଫୁଟି ଉଠେ ହସ। ଏହା ତ ରଜ ପର୍ବର ମହତ୍ଵ। ରଜଟା ତ ପୁରାପୁରି ଅଭିଆଡ଼ି ଝିଅର। ରଜକୁ ସେ ପାଳିବ ନାହିଁ ତ ପାଳିବ ଆଉ କିଏ? ସେଇଥିପାଇଁ ତାର ପ୍ରତୀକ୍ଷା ବରଷକ ଆଗରୁ। ପାଖ ବଜାରରୁ ବାପା ତା ପାଇଁ କିଣି ଆଣିଥାନ୍ତି ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଡ୍ରେସ୍। ଆଉ ଗାଁ ମୁଣ୍ଡ ଆମ୍ବ ତୋଟାରେ ଭାଇ ତା ପାଇଁ ବାନ୍ଧି ଦେଇଥାଏ ଏକ ସୁନ୍ଦର ରଜଦୋଳି। ନିଜକୁ ନିଜେ ସଜାଇବା ପାଇଁ ସେ ତ ଫେରିବାଲା ଠାରୁ କିଣି ରଖିଛି ଅଳତା, କଜଳ, ସ୍ନୋ ପାଉଡର ଆଉ ଏମିତି କେତେ କ'ଣ ପ୍ରସାଧନ ସାମଗ୍ରୀ। ତେବେ ଆସନ୍ତୁ ଟିକେ ଏଇ ଗାଁ ଭିତରେ ଦେଖିବା ଝିଅଟି କିପରି ତାର ସଜବାଜ ହେଉଛି ଏ ରଜ ପର୍ବକୁ ନେଇ। ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ରଜ ପର୍ବର ମହତ୍ଵ। ଶାସ୍ତ୍ରାନୁସାରେ ଆଷାଢ଼ର ପ୍ରଥମ ଦିବସରେ ବୃଷ ରାଶିକୁ ଅତିକ୍ରମ କରି ସୂର୍ଯ୍ୟ ଗମନ କରନ୍ତି ମିଥୁନ ରାଶିକୁ। ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହନ୍ତି ମାତ୍ର 3 ପାଦ। ସେହି 3 ପାଦର ଅବସ୍ଥିତିର ଦୀର୍ଘଣ ମାତ୍ର 3 ଦିନ ପାଇଁ। ଉତ୍କଳୀୟମାନେ ଏହି 3 ଦିନକୁ ମାନ୍ୟତା ଦେଇଥାନ୍ତି ରଜ ପର୍ବ ଭାବେ। ଏହି ଦିନ ପାହାନ୍ତି କାଳକୁ ଚାତକ ପରି ଚାହିଁ ରହିଥାଏ ଓଡ଼ିଆ ଘରର ଝିଅ ବୋହୂ। ରାତି ପାହିବା ଆଗରୁ ସେ ସାଙ୍ଗସାଥୀଙ୍କୁ ଧରି ବାହାରି ପଡ଼େ ଗାଁ ଗାଧୁଆ ତୁଠକୁ ଅବା ଗାଁ ତଳେ ବୋହି ଯାଇଥିବା ନଈ କୂଳକୁ। ଗାଁର କୁଆଁରୀମାନେ ସେଇଠି ଦେହରେ ତେଲ ହଳଦୀ ବୋଳି ଗାଧଉ ଗାଧଉ ଆଲୋଚନା କରନ୍ତି କୁଆଁରୀ ମନର କେତେ ଅସରା କଥା। ହସ କୌତୁକରେ ପୁରି ଉଠେ ପୁରା ଗାଧୁଆ ତୁଠ। ଗାଧୁଆ ଶେଷ ହେବା ପରେ ସମସ୍ତେ ଫେରି ଆସନ୍ତି ପୁଣି ନିଜ ନିଜ ଘରକୁ। ବାପା ଆଣିଥିବା ଭଳିକି ଭଳି ନୂଆ ବସ୍ତ୍ରକୁ ପିନ୍ଧି ବସିଯାଆନ୍ତି ମା ପାଖରେ। ମା ତେଲ ମାଖି ସାଉଁଳାଇ ଦିଏ ନୂଆ କରି ଯୌବନରେ ପାଦ ଥାପିଥିବା ଝିଅଟିର କେଶକୁ। ଭାଉଜ ଓ ସାଙ୍ଗସାଥୀମାନେ ପାଦରେ ପିନ୍ଧାଇ ଦିଅନ୍ତି ଅଳତା, ଆଖିରେ ଲେପି ଦିଅନ୍ତି କଜଳ, ଦେହରେ ନାହି ଦିଅନ୍ତି ଗହଣା। ବଡ଼ ଭଉଣୀଟି ତାର କପାଳକୁ ଚିତ୍ରିତ କରିଦିଏ ଚନ୍ଦନ ଟିପାରେ। ସୂର୍ଯ୍ୟ ମୁହଁ କାଢ଼ିଲା ବେଳକୁ ସରି ଯାଇଥାଏ ସଜବାଜର ପର୍ବ। ଗାଁଟା ସାରା ଝିଅ ଯିଏ ଯାହାର ଘରୁ ବାହାରି ଆସି ଏକ ହୁଅନ୍ତି ଜଣକ ପରେ ଜଣକ ଘରେ। ସେଇଠି ବସେ ରଜର ଆସର। ନୂଆ ସଉପ ଉପରେ ଥୁଆ ହୋଇଥାଏ ବୁଢ଼ୀ ମାଆର ପାନ ଡଲା, ଭୋଗେଇରେ ରଜମୁଢ଼ି। ରଜପାନ ଦିଆନିଆ ଚାଲେ ସେଇଠି। ପାନ ଖାଇ କଅଁଳ ତରୁଣୀଟିର ନରମ ଓଠଟି ହୋଇଯାଏ ଲାଲ। ଚାହୁଁ ଚାହୁଁ ଶେଷ ହୋଇଯାଏ ଭୋଗେଇଟା ଯାକ ମୁଢ଼ି। ମା ମାନେ ପାଖରେ ଆସି ଥୋଇ ଦେଇ ଯାଆନ୍ତି ଥାଳିଏ ରଜ ପୋଡ଼ପିଠା। ସେଇଥିରୁ ଖଣ୍ଡିଏ ଖଣ୍ଡିଏ ପାଟିରେ ପୂରେଇ ସଭିଏଁ ବାହାରି ପଡ଼ନ୍ତି ଗାଁ ମୁଣ୍ଡ ଆମ୍ବ ତୋଟାକୁ। ସେଇଠି ତରୁଣୀଟି ପାଇଁ ବନ୍ଧା ହୋଇଥାଏ ରଜ ଦୋଳି। ସେ ହୋଇଥାଏ ସ୍ୱାଧୀନ ଆଉ ସ୍ୱତନ୍ତ୍ର। ଆକାଶର ପକ୍ଷୀ ପରି ଉଡ଼ି ବୁଲୁଥାଏ ତାର କଅଁଳ ମନ। ଛୋଟ ଛୋଟ ଝିଅ ଗୁଡ଼ାକ ମାତି ଯାଆନ୍ତି ଲୁଚକାଳି ଖେଳରେ। ଆଉ ବଡ଼ମାନେ ଦୋଳି ଉପରେ ବସି ଆରମ୍ଭ କରିଦିଅନ୍ତି ନିଜ ସୁଖ ଦୁଃଖ ଆଶା ଆକାଂକ୍ଷାର ପ୍ରୀତି। ରଜ ତ ଏମିତି ସେମିତି ପର୍ବ ନୁହେଁ, ଏହାକୁ ପାଳିବା ପାଇଁ ରହିଛି କେତେକ ବିଧିବିଧାନ। ସେଇ ବିଧିକୁ ସମ୍ମାନ ନ ଦେଇ କୁଆରୀଟି କ'ଣ ପାଳିପାରେ ରଜ? ତେବେ ଆସନ୍ତୁ ଟିକେ ଦେଖିନେବା କେମିତି ସେ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଇଥାଏ ଓଡ଼ିଆ ଘରର ସାଂସ୍କୃତିକ ଚଳଣି। ରଜ ପର୍ବ କୁଆରୀଟି ପାଇଁ ଶୃଙ୍ଖଳତାର ଏକ ନାନ୍ଦନିକ ପର୍ବ। ମାଟି ମା ପରି ସେ ମଧ୍ୟ ରଜ 3 ଦିନ ପାଳନ କରିଥାଏ। ରଜସ୍ୱାଳର ଧର୍ମ। ରଜ ବେଳେ ସେ ଖାଲି ପାଦରେ ଭୂମି ଉପରେ ଚାଲେ ନାହିଁ, ଚପଲ ପିନ୍ଧି ବାଟ ଚାଲେ। ଭୂଇଁ ଉପରେ ପେଣ୍ଡା ପକାଇ ବସେ ନାହିଁ। ଯେଉଁଠି ବସେ ସଉପ କି ମସିଣା ପାରି ବସେ। ଗରିଷ୍ଠ ଖାଦ୍ୟ ଖାଏ ନାହିଁ, ଲଘୁ ଖାଦ୍ୟ ଖାଏ। ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ତାକୁ ଖାଇ ନେବାକୁ ହୋଇଥାଏ ସେହି ଦିନଟିର ଶେଷ ଖାଦ୍ୟ। କୁଆଁରୀଟି ପରି ବଢ଼ିଲା ନାରୀଟି ମଧ୍ୟ ରଜତକ ଶିଳରେ କିଛି ବାଟେ ନାହିଁ କି ପନିକିରେ କିଛି କାଟେ ନାହିଁ।
ରଜ ପୂର୍ବରୁ ସାରି ଦେଇଥାଏ ଚକିରେ ଯାଇ ରଗଡ଼ା କାମ। ଏତେବେଳେ ଘରର ପୁରୁଷମାନଙ୍କୁ ସହଯୋଗ କରିବାକୁ ପଡ଼ିଥାଏ ଘରର ନାରୀମାନଙ୍କୁ। କରିବେନି କେମିତି? ନାରୀଟିର ତ ପୁଣି ଟିକେ ବିଶ୍ରାମ ଲୋଡ଼ା, ସ୍ୱାଧୀନତା ଲୋଡ଼ା, ହସ ଖୁସି ମନ ମଉଜର ଆସର ଲୋଡ଼ା। ଭାଇ ବିନା କ'ଣ ଭଉଣୀଟି ପାଳନ କରିପାରେ ରଜ? ନା, କେବେ ନୁହେଁ। ଖୁସି ତ ସଭିଙ୍କର। ଭାଇଟିକୁ ଛାଡ଼ି ସେ କେମିତି ଏକା ରଜ ପାଳିବ ଯେ? ସେଇଥିପାଇଁ ରଜତକ ଭାଇକୁ ସେ ରଖିଥାଏ ନିଜର ଅତି ପାଖେ ପାଖେ। ଯୁଆଡ଼େ ଯାଏ, ଯେଉଁଠି ବସେ, ସେଇଠି ଥାଏ ତାର ଭାଇ। ତେବେ ଆସନ୍ତୁ ପରଖି ନେବା ରଜ କେମିତି ଭାଇ ଭଉଣୀର ସମ୍ପର୍କକୁ ଅତୁଟ ରଖିଥାଏ ଆଉ ଏକ ନୂଆ ପରିଚୟ ଦିଏ। ରଜରେ ସାନ ଭାଇଟି ପାଇଁ କୁଆଁରୀ ମନରେ ସୃଷ୍ଟି ହୋଇଥାଏ କାହିଁ କେତେ ଆବେଗ। ଭାଇଟି କଥା ସେ ଭାବିବନି ତ ଆଉ ଭାବିବ କିଏ? ଆଉ ଦିନ କେଇଟା ପରେ ତ ସେ ଚାଲିଯିବ ଶାଶୁ ଘରକୁ। ସେତେବେଳେ ସେ କାହାକୁ ପାଖରେ ବସାଇ ଖୁଆଇ ଦେବ, କୋଳରେ ପୁରାଇ ଶୁଆଇ ଦେବ, ଅଝଟ ହେଲେ ବୁଝାଇ ଦେବ? କେମିତି ହେବ ଭାଇର ସୁଖ ଦୁଃଖର ସାଥୀ? ସେଇଥିପାଇଁ ସେ ରଜରେ ଭାଇ ଉପରେ ଅଜାଡ଼ି ଦିଏ ମନ ତଳର ସବୁତକ ମମତା। ଅଗଣା ଭିତରେ ବସି ଭାଇକୁ ସେ ଗାଧୋଇ ଦିଏ ଯତ୍ନରେ। ପାଖରେ ବସି ଚନ୍ଦନ ଟିପାରେ ସଜାଇ ଦିଏ ତା କପାଳ। ଭାଇଟି ସଜ ହୋଇଗଲେ ତାକୁ ସାଥିରେ ନେଇ ବାହାରି ପଡ଼େ ରଜ ବୁଲିବାକୁ। ଗାଁ ମୁଣ୍ଡ ଆମ୍ବ ତୋଟାରେ ରଜ ଦୋଳିରେ ଭାଇକୁ ବସାଇ ଦେଲେ ରଜ ହୋଇଯାଏ ତା ପାଇଁ ଗୋଟେ ସ୍ମୃତିର ପସରା। ସେଇଠି ରଜ ଦୋଳିରେ ଭାଇକୁ ଖେଳାଉ ଖେଳାଉ ସେ ହୋଇଯାଏ ଆବେଗ ଦୀପ୍ତ। ରଜ ପର୍ବ କେବଳ ନାରୀ ସମ୍ବନ୍ଧିତ ପର୍ବ ଏପରି ଭାବିବାଟା ଆମ ପାଇଁ ପୁରାପୁରି ଭୁଲ। ଏ ପର୍ବରେ ମଧ୍ୟ ହକ୍ ରହିଛି ପୁରୁଷ ସମାଜର। ସେ ମଧ୍ୟ ରଜ ପରି ଏକ ପର୍ବକୁ ଖୁବ୍ ଜାକଜମକରେ ପାଳନ କରିଥାଏ। ଚାଲନ୍ତୁ ଏ ଗାଁ ଭିତରେ ପଶି ଦେଖିବା କେମିତି ପୁରୁଷମାନେ ଖୁବ୍ ଆନନ୍ଦରେ ଏ ପର୍ବକୁ ପାଳନ କରୁଛନ୍ତି। କାହିଁ କେଉଁ କାଳରୁ ଏ ମଣିଷ ମାନି ନେଇଛି ଭୂମି ତାର ମାତା ଆଉ ମେଘ ତାର ପିତା। ଏଣୁ ମାତୃବନ୍ଦନାରେ ସେ ହୋଇ ଉଠିଛି ଶତମୁଖ। କୃଷକ ପୁଅ ପାଇଁ ଏ ମାଟି ହିଁ ସବୁକିଛି। ପିଲାଟି ବେଳରୁ ସେ ତାରି ଉପରେ ନାଚିଛି, ବସିଛି ଆଉ ତାରି ଉପରେ ହସି ଖେଳି ସେ ହୋଇଛି ବଡ଼। ପୁଣି ତାରି ଛାତିକୁ ଚିରି ତାକୁ ଅମଳ କରିବାକୁ ପଡ଼ିଛି ସୁନାର ଫସଲ। ମାତ୍ର ରଜରେ ତ ମାଟି ମା ରଜସ୍ୱଳା, ସେ ଭୂମି କର୍ଷଣ କରିବ କେମିତି? ଏଣୁ ସେ ରଜ 3 ଦିନ ପାଇଁ ହଳ ଲଙ୍ଗଳକୁ କାନ୍ଥରେ ଆଉଜାଇ ଦେଇ ମାଟି ମାକୁ ଦିଏ ସାମୟିକ ବିଶ୍ରାମ। ଗ୍ରୀଷ୍ମର ହାଡ଼ଭଙ୍ଗା ଖଟଣି ପରେ ସେ ବି ଲୋଡ଼ୁଥାଏ ଟିକିଏ ବିରତି, ମୁଠାଏ ହସ ଖୁସିର ମୁହୂର୍ତ୍ତ, ଆଞ୍ଜୁଳାଏ ମଉଜ ମଜଲିସର ମାହୋଲ। ଏଇଥିପାଇଁ ରଜର ପୋଡ଼ପିଠା ଖାଇସାରିଲା ପରେ ସେ ବାହାରି ପଡ଼େ ଦାଣ୍ଡକୁ ଆଉ 5 ଜଣ ସାଥୀଙ୍କ ସହ ମିଶି ଗାଁ ଚଉପାତି ଉପରେ ବସି ଆରମ୍ଭ କରିଦିଏ ତାସ ଖେଳ। ସେଇଠି ସାଙ୍ଗସାଥୀଙ୍କୁ ନେଇ ଖୁବ୍ ଜମି ଉଠେ ଖେଳ। ହସ କୌତୁକରେ ମଳୟ ବହେ ଚଉପାତି ଉପରେ। କେବଳ ସେତିକି ନୁହେଁ, ରଜ 3 ଦିନ ଯାକ ଗାଁ ମୁଣ୍ଡ ପଡ଼ିଆରେ ଚାଲେ କବାଡ଼ି ଖେଳ। ରଜ ବେଳେ କେଉଁଠି କେମିତି ଚାଲେ ଗଞ୍ଜା ଲଢ଼େଇ। 2ଟି ଗଞ୍ଜା ଲଢ଼ୁଥାନ୍ତି ଭିତରେ, ଚାରିପଟୁ ଘେରି ରହିଥାନ୍ତି ଲୋକମାନେ। ହଁ, ଆପଣ ରଜପାନ ଖାଇଲେଣି? ଯଦି ଖାଇନାହାନ୍ତି ତେବେ ଆସନ୍ତୁ ଏ ନୂଆ ଭାଉଜଙ୍କ ପାଖକୁ। ତାଙ୍କରି ହାତରୁ ଏ ରଜପାନ ଖଣ୍ଡେ ଖାଇ ଆମେ ବି ପାଳିବା ରଜ। ଓଡ଼ିଆ ସଂସ୍କୃତିରେ ପାନର ମହତ୍ଵ ଖୁବ୍ ଅଧିକ। ରଜପାନର ମଜା ତ କହିଲେ ନ ସରେ। ଓଡ଼ିଆ ଘରର ନବବଧୂମାନେ ଚିଡ଼ିଆ, ଠିକିରି, ସିଙ୍ଗଡ଼ା ଆଦି ବିଭିନ୍ନ ଭଙ୍ଗୀରେ ପାନ ଭାଙ୍ଗି ଖୁଆଇଥାନ୍ତି ଗୁରୁଜନମାନଙ୍କୁ, ଯା ନଣନ୍ଦକୁ। ରଜପାନ ପ୍ରସ୍ତୁତ ହୋଇଥାଏ ପାନ, ଚୂନ, ଗୁଆ, ଗୁଣ୍ଡି, ପିପରମେଣ୍ଟ, ଧନିଆ, କେଶର, ଚେରି ଆଉ ନଡ଼ିଆ ପାତିକୁ ନେଇ। ଖୁବ୍ ସୁଆଦିଆ ହୋଇଥାଏ ପାନର ସ୍ୱାଦ। ଆଈ ବୁଢ଼ୀ ନାତୁଣୀ ପାଟିରେ, ବୋହୂଟି ଶାଶୁ ପାଟିରେ, ପ୍ରେମିକଟି ପ୍ରେମିକା ପାଟିରେ ପାନଟିଏ ଗୁଞ୍ଜି ଦେଇ ମମତାର ଡୋରକୁ କରିଦେଇଥାନ୍ତି ଆହୁରି ସୁଦୃଢ଼। ଏତେ ବଡ଼ ରଜରେ ଆପଣ ନୂଆ ବୋହୂଟିକୁ ଭୁଲିଗଲେ କି? ତାକୁ ଭୁଲିଗଲେ ଆଉ ଚଳିବ? ସେ ପରା ଓଡ଼ିଆ ଘରର ଲକ୍ଷ୍ମୀ। ତା ବିନା କି ସଜବାଜ ଯେ? ପିଠାପଣା ସେଇ ତ ରଜକୁ ଯୋଡ଼େ 2ଟି ପିଢ଼ିଛ। ତେବେ ଆସନ୍ତୁ ଦେଖିନେବା ଆମ ଗାଁର ଇଏ ନୂଆ ବୋହୂଟିକୁ କେମିତି ସେ ପାଳୁଛି ରଜ। ସମୟର ଭାବ ପ୍ରବାହରେ ଦୂର ଗାଁର ଭୁଆଶୁଣୀଟି ସାଜିଥାଏ ପର ଗାଁର ବଧୂ। ହେଲେ ମନରୁ ତାର ହଜି ନଥାଏ କୁଆଁରୀ ମନର ମାଦକତା। ବାପ ଘରୁ ଆସିଥିବା ଶାଢ଼ୀ ଖଣ୍ଡିକ ପିନ୍ଧି ସେ ସକାଳୁ ପିଠାପଣା ତିଆରି କରିବାରେ ଲାଗିଯାଏ।
କାମରୁ ଫୁର୍ସତ ପାଇଲେ ସେ ଦିଅର ନଣନ୍ଦକୁ ଧରି ବସି ପଡ଼େ ତାସ ଖେଳରେ। ଗାଁର ନଣନ୍ଦମାନେ ତାକୁ ଘୁଷାରି ନିଅନ୍ତି ଦୋଳି ଖେଳ ପାଖକୁ। ଲାଜେଇ ଲାଜେଇ ଟିକେ ରଜ ଦୋଳି ଖେଳି ସାରିବା ପରେ ସେ ଦୋଳିରୁ ଓହ୍ଲାଇ ଚାଲିଯାଏ ଗଛ ଆଢ଼ୁଆଳକୁ। ତା ପାଦ ବଢ଼ିଯାଏ ନଈ କୂଳକୁ। ସେଇଠି ସେ ଉଦାସରେ ବସିଯାଏ ଧରି। ତା ଆଖି ଆଗରେ ନାଚିଯାଏ ବିଦେଶରେ ଥିବା ସ୍ୱାମୀର ସହ ବିତିଲା ଦିନର କଥା ଗୁଡ଼ାକ। ଆଖିରୁ ଝରି ପଡ଼େ ଦୁଇ ଟୋପା ଲୁହ। ଆଉ ନଈ କୂଳିଆ ପବନଟା ଯେତେବେଳେ ପାଖ ଦେଇ ବହିଯାଏ ସେତେବେଳେ କଣ୍ଠରୁ ଝରି ପଡ଼େ ବିରହର ଗୀତ। ଆପଣମାନେ ରଜ ବୁଲା ସାରିଦେଲେଣି କି? ନାଇଁ ନାହିଁ, କାଲିକି ଟିକେ ଅପେକ୍ଷା କରନ୍ତୁ। କାଲି ପରେ ବସୁମତୀ ସ୍ନାନ। କାଲିକି ଆପଣ ଉପଭୋଗ ନ କରି ରଜ ଉପରେ କେମିତି ମୁହଁ ବୁଲାଇ ନେଉଛନ୍ତି? ଟିକେ ଅପେକ୍ଷା କରନ୍ତୁ। ଦୀର୍ଘ 3 ଦିନ ଧରି ରଜ ପର୍ବ ଧୁମଧାମରେ ପାଳନ ହେବା ପରେ ଚତୁର୍ଥ ଦିନ ପରିପାଳିତ ହୋଇଥାଏ ବସୁମତୀ ସ୍ନାନ। ଏହି ଦିନ ପ୍ରତ୍ୟୁଷରୁ ଓଡ଼ିଆ ଘରର ବୋହୂଟି ସ୍ନାନ ସଜ ସାରି ଅଗଣାକୁ ଗୋବର ପକାଇ ଲିପି ଦିଏ। ଲିପା ଜାଗାରେ ପିଢ଼ାଟିଏ ଥୋଇ ଘରର ସମସ୍ତ କୃଷି ଉପକରଣକୁ ତାରି ଉପରେ ସ୍ଥାପନ କରେ। ତାପରେ ସେସବୁକୁ ହଳଦୀ ପାଣିରେ ଧୋଇ ପୂଜା ଅର୍ଚ୍ଚନା କରେ। ଧରଣୀ ମା ପାଖରେ ମୁଣ୍ଡିଆ ମାରି ବରଷ ଯାକର ଖାଇବାକୁ ମାଗେ ତାରି ପାଦରେ। ଏମିତି ସରିଯାଏ ରଜ ମଉଜ। କେତେବେଳେ ଆସେ କେତେବେଳେ ଯାଏ କେହି ତାହା ଜାଣିପାରନ୍ତି ନାହିଁ। ବଢ଼ିଲା ଝିଅଟି ପୁଣି ବାରଣ୍ଡା ଉପରେ ବସି ଅପେକ୍ଷା କରେ ଆଉ ଗୋଟାଏ ରଜକୁ। ବୋହୂଟା ଘର କାମରେ ବ୍ୟସ୍ତ ରହେ। ଚଷା ପୁଅ କ୍ଷେତକୁ ଲେଉଟେ। ଅଭିଆଡ଼ି ଝିଅଟା ଚୁପଚାପ ଚୁଲି ମୁଣ୍ଡରେ ବସି ମନେ ପକାଏ ରଜ ମଉଜକୁ, ଦୋଳି ଖେଳର ଥଟ୍ଟା ମଜାକୁ। ଭାବନାର ଢେଉମାଳରେ ଭାସିଯାଏ ତାର କଅଁଳ ମନ। ବରଷକ ପାଇଁ ଏମିତି ସରିଯାଇଥାଏ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପର୍ବ ରଜ ପର୍ବ। ଆପଣମାନେ ତ ରଜ ମଉଜର ମହକ ଚାଖିଲେ। ଆଉ ଇଏ ଅବକ୍ଷୟମୁଖୀ ସଂସ୍କୃତିରେ ଆପଣମାନେ କ'ଣ ଭାବିଛନ୍ତି ଆଜି ଏ ରଜ ପର୍ବର ମୌଳିକତା ବଞ୍ଚି ରହିଛି? ମୁଁ କହୁଛି ନା। କାରଣ ଇଏ କମ୍ପ୍ୟୁଟର ଯୁଗ ପ୍ରବେଶ କଲା ପରେ ଆଜି ଇଏ ଗାଁ ମୁଣ୍ଡରେ ଦୋଳି ଖେଳ ହେଉନାହିଁ। ଆଜି ଇଏ ଚୁଲିରେ ପୋଡ଼ପିଠା ହେଉନାହିଁ। ଆପଣମାନେ ଯୁଆଡ଼େ ଦେଖିଲେ ବି ଆପଣମାନେ ଦେଖିବାକୁ ପାଇବେ ନାହିଁ ଯେ ଗାଁ ଝିଅଟେ ବରଗଛରେ ଦୋଳି ଲଗାଇ ଝୁଲୁଛି। ଆଜି ଦୋଳି ଖେଳ ହେଉଛି ସେଇ ପାର୍କରେ। ଆମେ କ'ଣ ଇଏ ଆମର ସମାଜର ଏ ସୁନ୍ଦର ପର୍ବର ମୌଳିକତାକୁ ଭୁଲିଯିବା? ନା, କେବେ ନୁହେଁ। ସେଇଥିପାଇଁ ଆଜି ଗାଦି ବ୍ରହ୍ମ କେବୁଲ ନେଟୱାର୍କ ଆଉ 10 ଷ୍ଟାର ଲୋକାଲ ଟିଭି ଚ୍ୟାନେଲ ତରଫରୁ ଆମର ଏକ ସୁନ୍ଦର ପ୍ରୟାସ ରଜ ମଉଜ।